बोला नंदे कवार हरि ओम नमो भगवते वासुदेवाय कृष्णाय वासुदेवाय देवकी नंदनाय च नंद गोप कुमाराय गोविंदाय नमो नमः। नीलाद्रिनाथम जगतमधीशम चिदम स्वरूपम शरणैकनाथम श्रीनीलगोत्राधिपति वरेण्यम सुरेन्द्र वन्द्यम प्रणतोस्मि नित्यम। नीलाचल गिरिर अपूर्व गौहर को मंडन करी पोखरिया गर्भगृहर रत्न सिंहासन रे विराजमान करिथिवा आहा मो प्राणर ठाकुर श्री जगन्नाथ महाप्रभुंकर चरणारविंदरे बार बार प्रणाम। मणिवा महाबाहु ए जगतवासी उपरे एमती कृपार वर्षा होता सकले आनंद लभंतु भागवत शुणी आ भागवत पढ़ी। भागवत सभारे उपस्थित थिवा सबु माँ सबु भाई मानंकु भगवानंकर अपूर्व कृपार पसरा जानी पाद छुई प्रणाम करुची। माँ माने भाई माने गत पर्याय रे जड़ भरत किभली भावरे भाई मानंक द्वारा नियोजित होई कृषि क्षेत्र रे कृषि कर्म रे रहिथिले से कथा आमे सुनिथिले। आजिर पर्याय रे सुनिवा एही उन्मत्त जड़ भरतंकु किभली भावरे रजांकर यज्ञ पशु बा यज्ञ बलि उद्देश्य रे तांको चरमाने धरि नेबे से कथा श्रवण करिवा पई आस। पंचम स्कंद नवम अध्याय रे आनंद मन रे प्रवेश करिवा हरि बोल देई बोलानंदे एकवार हरि बोल। हेमंते सावधाने सुण कृषणपति से राजन गोविंद 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 मधु गालुची मकरंद। हेमंते सावधाने सुण वृषणपति जे राजन गोविंद 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 मधु गालुची मकरंद। अत्यंत पुत्र कामी होई देवी को महापशु सही गोविंद 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 मधु गालुची मकरंद। रजा वृषणपति पुओटीए तांकर नाही किए बतेई देला देवींक पाखरे बलिटीए पकेई दियो भल सुस्थ सबल पुरुषटीए आनी बलि पकेई देले प्रति बदल रे सेही भली सुंदर सुठाम सुस्थ सबल पुत्र तुमर प्राप्त हब। तेणु महापशु रूपरे बा यज्ञ पशु रूपरे यज्ञ बलि रूपरे देवी को मानसिक करिथिवा वृषणपति तांकर चरमान को पठेई चमदी जा जा खोजिकी आनिबो कोठु एमतिया गोटे भल मनीष जी बलि हब नर बलि दबा पई रजार इच्छा। नर पशुए जत्न करी रखई निरते आबोरी गोविंद 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 मधु गालुची मकरंद। दैवे अभिमन्यु बला से नर पशु किणे गला गोविंद 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 मधु गालुची मकरंद। आउ ताहार पथ अनुसरे धाइले तार अनुचरे गोविंद 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 मधु गालुची मकरंद। निश्चि अंधार घोर तमे खोजंती नानादिर ग्रामे गोविंद 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 मधु गालुची मकरंद। निराश होइले अंतरे गृह कुकरंती पंतरे गोविंद 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 मधु गालुची मकरंद। ए पशु न पाई अनु
ଚରେ ନିରାଶ ହୋଇଲେ ଅନ୍ତରେ ଗୋବିନ୍ଦ 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 ମଧୁ ଗାଳୁଛି ମକରନ୍ଦ ଗୃହକୁ କରନ୍ତେ ଗମନ ଦେଖିଲେ ବିପ୍ରର ନନ୍ଦନ ଗୋବିନ୍ଦ 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 ମଧୁ ଗାଳୁଛି ମକରନ୍ଦ ଦିନେ ଯଜ୍ଞ ପଶୁ ଫିଟିକିରି ପଳେଇଛି କୁଆଡ଼େ ଗଲା କୋଉ ଗାଁରେ ପଶିଲା କୋଉ ଜଙ୍ଗଲରେ ପଶିଲା ଖୋଜ 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 ରାଜା ଆଦେଶ ଦେଇଛନ୍ତି ଖୋଜି ଖୋଜି କୋଉଠି କାହାକୁ ନ ପାଇକିରି ଜଡ଼ ଭରତ ହାବୁଡ଼ରେ ପଡ଼ିଗଲା ସେଇ ଅନୁଚର ମାନଙ୍କର କଣ ହେଲା କହିଲେ ଏ ଅନନ୍ତରେ ନୃପମଣି ଜଡ଼ର ପ୍ରାୟ ଭାବଗଣୀ ଗୋବିନ୍ଦ 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 ମଧୁ ଗାଳୁଛି ମକରନ୍ଦ ଏ ଅନନ୍ତରେ ନୃପମଣି ଜଡ଼ର ପ୍ରାୟ ଭାବ ଜାଣି ଗୋବିନ୍ଦ 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 ମଧୁ ଗାଳୁଛି ମକରନ୍ଦ ବନ୍ଧନ କରି ତତ୍କ୍ଷଣେ ସ୍ୱାମୀର କର୍ମ ସମ୍ପାଦନେ ଗୋବିନ୍ଦ 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 ମଧୁ ଗାଳୁଛି ମକରନ୍ଦ ଚଣ୍ଡିକା ଗୃହେ ପ୍ରବେଶିଲେ ସ୍ୱାମୀଙ୍କୁ ସମର୍ପଣ କଲେ ଗୋବିନ୍ଦ 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 ମଧୁ ଗାଳୁଛି ମକରନ୍ଦ ଆନନ୍ଦ କନ୍ଦ ଭଗବାନ କି ଜୟ। ଇଏ ତ କ୍ଷେତ ଜଗିଲା ବାଲା ଚାରିପଟେ ଖାଲି ବିଲ ବିଲ ଆଉ ବିଲମାଳ ଇଏ ଚୋରମାନଙ୍କ ହାବୁଡ଼ରେ ପଡ଼ିଗଲେ ଚୋରମାନେ କହିଲେ ବଢ଼ିଆ ହେଇଛି ସୁନ୍ଦର ହେଇଛି ସୁଢଳ ହେଇଛି ବଳିଷ୍ଠ ହେଇଛି ପଚାରିଲେ ଉତ୍ତର ଦଉନାହିଁ ପାଗଳା ଟିକି ବୋବାଟାଏ ହବ ବଢ଼ିଆ ହବ କେହି ପ୍ରତିବାଦ କରିବାକୁ ନାହିଁ ବାନ୍ଧ ବାନ୍ଧ ଏଇଆକୁ ବାନ୍ଧ ନେଇଗଲେ ଆଉ କ'ଣ କଲେ ନା ଚଣ୍ଡିକାଙ୍କ ମନ୍ଦିରରେ ନେଇ ରଜାଙ୍କୁ ସମର୍ପଣ କରିଦେଲେ ବୋଲାନନ୍ଦୀ କବାର ବୋଲାନନ୍ଦୀ କବାର ଚଣ୍ଡିକାଙ୍କ ମନ୍ଦିରରେ ପହଞ୍ଚିଛନ୍ତି ଜଡ଼ ଭରତ ଘଟଣା କ'ଣ ହେଲା ନା ସୁଗନ୍ଧ ଶୀତଳ ଜଳରେ ସ୍ନାନ କରାଇବି ଧୀରେ ଗୋବିନ୍ଦ 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 ମଧୁ ଗାଳୁଛି ମକରନ୍ଦ ଶୁଭ୍ର ନିର୍ମଳ ବାସ ଦେଲେ ନାନା ଭୂଷଣରେ ମଣ୍ଡିଲେ ଗୋବିନ୍ଦ 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 ମଧୁ ଗାଳୁଛି ମକରନ୍ଦ ବିବିଧ ସ୍ୱାଦୁ ଦ୍ରବ୍ୟମାନ ତାହାକୁ କରାଇ ଭୋଜନ ଗୋବିନ୍ଦ 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 ମଧୁ ଗାଳୁଛି ମକରନ୍ଦ ତାକୁ ସୁନ୍ଦର ଭାବରେ ସ୍ନାନ କରାଇଦେଲେ ଶୁଭ୍ର ବସ୍ତ୍ର ପରିଧାନ କରାଇଦେଲେ ନାନା ପ୍ରକାରର ପୁଷ୍ପମାଲ୍ୟ ଆଭୂଷଣରେ ମଣ୍ଡନ କରାଇଦେଲେ ଭରପେଟ ଭୋଜନ କରାଇଲେ ଜଡ଼ ଭରତ ନିର୍ଲିପ୍ତ କୋଉ କଥାରେ ତାଙ୍କର ଉତ୍ତର ନାହିଁ ଯାହା କରିବାକୁ ଦିଆଯାଉଛି ଆଦରରେ କରି ଯାଉଛନ୍ତି ମା ମାନେ ଭାଇ ମାନେ ଶୁଣ ଶୁଣ କ'ଣ ହେଲା ହେଲେ ତାହାକୁ କରାଇ ଭୋଜନ ବିବିଧ ସୁସ୍ୱାଦୁ ଦ୍ରବ୍ୟମାନ ସୁଗନ୍ଧ ଚନ୍ଦନାଦି ଦେଲେ ମାଳାଏ କଣ୍ଠେ ଲମ୍ବାଇଲେ ମୃଦଙ୍ଗ ଶଙ୍ଖ ଭେରି ସ୍ୱନ ଆନନ୍ଦେ କରନ୍ତି ଗାୟନ ଏମନ୍ତେ ନାନା ବିଧି ମତେ ସ୍ଥାପିଲେ ଦେବୀର ଅଗ୍ରତେ ଦେବୀଙ୍କ ଆଗରେ ନେଇ ମୃଦଙ୍ଗ ଘଣ୍ଟ ଭେରି ତୁରୀ କାହାଳି ବଜେଇ ଚନ୍ଦନ ଅଗୁର ବିଭୂଷିତ କରାଇ ଥୋଇଦେଲେ କହିଲେ ବୃଷଳପତିଏ ଅନ୍ତରେ ତୀକ୍ଷ୍ଣ ଖଡ଼ଗ ଧରି କରେ ଗୋବିନ୍ଦ 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 ମଧୁ ଗାଳୁଛି ମକରନ୍ଦ ବୃଷଳପତିଏ ଅନ୍ତରେ ତୀକ୍ଷ୍ଣ ଖଡ଼ଏ ଧରି କରେ ଗୋବିନ୍ଦ 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 ମଧୁ ଗାଳୁଛି ମକରନ୍ଦ ତାହାର ରୁଧିରକୁ ଦେଇ ଦେବୀ ସନ୍ତୋଷ ହେବା ପାଇଁ ଗୋବିନ୍ଦ 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 ମଧୁ ଗାଳୁଛି ମକରନ୍ଦ ହେମନ୍ତେ ଶୁଣ ହେ ରାଜନ ବୃଷଳେ ହୋଇ ମତି ଭ୍ରମ
ଗୋବିନ୍ଦ 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 ପଦୁ ଗାଳୁଛି ମକରନ୍ଦ ଧନ ସମ୍ପଦେ ମାନ କରି ତମ ଗୁଣକୁ ଆଶ୍ରା କରି ଗୋବିନ୍ଦ 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 ପଦୁ ଗାଳୁଛି ମକରନ୍ଦ ଈଶ୍ୱର ଅଂଶକୁ ଯେ ଧରେ ହିଂସା କରନ୍ତି ସେ ତାହାରେ ଗୋବିନ୍ଦ 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 ପଦୁ ଗାଳୁଛି ମକରନ୍ଦ ଶୁଣ 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 ମନ ଦେଇ ଶୁଣ ଈଶ୍ୱର ଅଂଶକୁ ଯେ ଧରେ ହିଂସା କରନ୍ତି ସେ ତାହାରେ ପ୍ରତ୍ୟେକଙ୍କ ଠାରେ ଈଶ୍ୱର ଅଂଶ ଅଛି। ଭାଗବତ ବଳି ପ୍ରଥାର ତୀବ୍ର ବା ଘୋର ବିରୋଧ କରୁଛନ୍ତି। ନକାରାତ୍ମକ ବଚନ ଭାଗବତ ଉପସ୍ଥାପନ କରୁଛନ୍ତି। କହିଲେ ଯେଉଁମାନେ ଧନ ସମ୍ପଦ ଇଚ୍ଛା କରି ତମ ଗୁଣକୁ ନିଜ ଭିତରେ ଧରିଛନ୍ତି ଏବଂ ଯାହାର ମତି ଭ୍ରମ ହେଇଯାଇଛି ସେଇମାନେ ଈଶ୍ୱର ଅଂଶକୁ ଯେ ଧରେ ହିଂସା କରନ୍ତି ସେ ତାହାରେ। କହିଲେ ଦାରୁଣ କର୍ମ ତାହାଙ୍କର ପ୍ରତ୍ୟକ୍ଷେ ବ୍ରାହ୍ମଣ କୁମର ଗୋବିନ୍ଦ 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 ପଦୁ ଗାଳୁଛି ମକରନ୍ଦ ବିଷ୍ଣୁର କଳାବନ୍ତ ଯେହି ତାହାକୁ କଦରଥନ୍ତି ନେଇ ଗୋବିନ୍ଦ 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 ପଦୁ ଗାଳୁଛି ମକରନ୍ଦ ଯେ ସର୍ବଭୂତେ ସମଚିତ୍ତ ବିଷ୍ଣୁ ଜପଇ ଅବିରତ ଗୋବିନ୍ଦ 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 ପଦୁ ଗାଳୁଛି ମକରନ୍ଦ ତାହାଙ୍କୁ ପଶୁରେ ବିଚାରି ନିକଟେ ହେଲା ଖଡ୍ଗ ଧରି ଗୋବିନ୍ଦ 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 ପଦୁ ଗାଳୁଛି ମକରନ୍ଦ ବୋଲାନନ୍ଦ କନ୍ଦ ଭଗବାନ କି ମା ମାନେ ଭାଇ ମାନେ ଯିଏ ବିଷ୍ଣୁ ତେଜରେ ତେଜିଆନ ଯିଏ ହୃଦୟରେ ସଦା ସର୍ବଦା ବିଷ୍ଣୁଙ୍କୁ ଜପୁଛି ଚନ୍ଦନ ଅଗୁରୁ ବୋଳା ହେଇଛି ଗଳାରେ ମାଳ ପଡିଛି ଘରପେଟେ ଖିଆ ହେଇଛି ଜୁପ କାଠ ଭିତରେ ମୁଣ୍ଡଟି ଗଳିଛି ସେତିକି ସ୍ୱଚ୍ଛନା ନାହିଁ। ଆମେ ହେଇଥିଲେ ପ୍ରାଣ ଯିବାର ଭୟରେ ନିଜେ କଣ୍ଠାଗ୍ରତ ହୋଇସାରନ୍ତେଣି କିନ୍ତୁ ଜଡ଼ ଭରତ କିଛି ଚିନ୍ତା କରୁନାହାନ୍ତି କେବଳ ଭଗବାନଙ୍କ ବ୍ୟତିରକେ କାରଣ ସେ ପୂର୍ବ ଜନ୍ମରୁ ସ୍ମରଣ ରଖିଛନ୍ତି କେଉଁ କେଉଁ ଘଟଣା ଘଟିଥିବାରୁ ମୁଁ ଆଜି ଏ ଅବସ୍ଥାରେ ପହଞ୍ଚିଛି ତେଣୁ ସେ କେବଳ ହରି ଭଜନ କରି ଚାଲିଛନ୍ତି। ଦେଖ 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 ଏ ରଜା ପରୀକ୍ଷିତ ଘଟଣାକ୍ରମ କଣ ହେଲା ସୁଖଦେବଜୀ କହୁଛନ୍ତି ବ୍ରାହ୍ମଣ ତେଜ ଅପ୍ରମିତ ଅନନ୍ତରେ ପରୀକ୍ଷିତ ଗୋବିନ୍ଦ 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 ପଦୁ ଗାଳୁଛି ମକରନ୍ଦ ଜ୍ୱାଳା କରାଳ ଦୁର୍ବିସହ ତେଣୁ ସେ ଦଗ୍ଧ ଦେବୀ ଦେହ ଗୋବିନ୍ଦ 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 ପଦୁ ଗାଳୁଛି ମକରନ୍ଦ ଏ ପରୀକ୍ଷିତ ଏହା ପରେ କଣ ହେଲା ଶୁଣ ଦଣ୍ଡାୟମାନ ହୋଇଥିବା ଦେବୀଙ୍କର ଅପୂର୍ବ ପ୍ରତିମା ବ୍ରାହ୍ମଣର ତେଜରେ ଧୀରେ ଧୀରେ ପ୍ରଜ୍ୱଳିତ ହେବାକୁ ଲାଗିଲା ଦେବୀଙ୍କ ଶରୀର ଜ୍ୱାଳା କଲା ଦେବୀ ଆବିର୍ଭୂତା ହେଲେ ବୋଲାନନ୍ଦେ କବାର ବୋଲାନନ୍ଦେ କବାର ଦେବୀ ବ୍ରାହ୍ମଣର ତେଜ ବିଷ୍ଣୁ ଭକ୍ତର ତେଜ ଆକୁ ସହ୍ୟ କରିପାରିଲେ ନାହିଁ ମନରେ ପ୍ରଚଣ୍ଡ କ୍ରୋଧ ନେଇ ଦେବୀ ଉଭା ହେଲେ ଦେବୀ ମନରେ କୋପ ରଖି ଭକ୍ତଙ୍କ ପ୍ରତି ହିଂସା ଦେଖି ଗୋବିନ୍ଦ 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 ପଦୁ ଗାଳୁଛି ମକରନ୍ଦ ପ୍ରତିମା ପରିତ୍ୟାଗ କଲେ ଭକ୍ତକୁ କୋଳକୁ ଘେନିଲେ ଗୋବିନ୍ଦ 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 ପଦୁ ଗାଳୁଛି
ମକରନ୍ଦ ତକ୍ଷଣୀ ଉଗ୍ର ମୂର୍ତ୍ତି ହୋଇ ଉଠିଲେ ଅତି ରୋଷ ବହି ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ ସେ ଦେବୀ ଚଣ୍ଡୀ ଭଦ୍ରକାଳୀ ଅତ୍ୟନ୍ତ କୋପେ ପରଜ୍ୱଳି ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ ଭ୍ରୁକୁଟି ଚକ୍ଷୁ ବକ୍ର ତାର ବଦନ ଦିଶେ ଭୟଙ୍କର ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ ଦନ୍ତ ଦିଶଇ ତାକରାଳ ଅରୁଣ ନୟନ ଯୁଗଳ ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ ଆଉ ଚଣ୍ଡାଟ ହାସ ଘୋର ସ୍ୱନ ପୂର୍ଣ୍ଣ ଲୋହିଛି ଦେବୀ ମନ ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ ଆଉ ଧାଇଲେ ଅତି ଶୀଘ୍ର ତରେ ପାପିଷ୍ଠ ମାନଙ୍କ ଉପରେ ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ ତାହାର ହସ୍ତୁ ଖଡ୍ଗ ଘେନି ଶୃଣ ହେ ନୃପ ଶିରୋମଣି ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ ଶୁଣ ଶୁଣ ପରୀକ୍ଷିତ ଜୀ ସୁଖଦେବ ମହାରାଜ କହୁଛନ୍ତି ଦେବୀ ଅତ୍ୟନ୍ତ କୋପ କଲେ ଆରକ୍ତ ନୟନା ମା ପ୍ରଚଣ୍ଡ ଅଟ୍ଟହାସ୍ୟ କରି କରାଳ ଦନ୍ତ୍ରୀ ଉଭା ହେଇଗଲେ କଣ କଲେ ଶୁଣ ହେ ନୃପ ଶିରୋମଣି ଶାଣିତ ଅସି ତୀକ୍ଷ୍ଣ ଧରି ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ ଛେଦିଲେ ତାହାଙ୍କର ଶିର ଶାଣିତ ଅସି ତୀକ୍ଷ୍ଣ ଧାର ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ ପରମ ସନ୍ତୋଷକୁ ପାଇ ଆପଣା ଗଣ ସଙ୍ଗେ ଯାଇ ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ ରୁଧିର ସୁରା ପରି ପାନ ଭୋଳେ ହୋଇଲେ ଛନ୍ନ ଛନ୍ନ ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ ଦେବୀର ଯେତେ ପାରିଷଦ ଆନନ୍ଦେ କରି ଗୀତ ନାଦ ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ ମସ୍ତକ ମାନ ହସ୍ତେ ଧରି ହରସେ ବୁଲନ୍ତି ବିହରି ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ ଆନନ୍ଦ କନ୍ଦ ଭଗବାନ କି କେଡ଼େ ଅପୂର୍ବ କଥା ହେଲା ହରିଙ୍କ ଠାରେ ଯିଏ ଭକ୍ତି ରଖିଥିବ ମରଣ ନିକଟ ହେଇଯିବ କ୍ଷଣ ମାତ୍ରକେ ମୃତ୍ୟୁ ଆସିଥାନ୍ତା କିନ୍ତୁ ହରି ହରି ଜପୁଥିଲେ ମୃତ୍ୟୁ ମଧ୍ୟ ସାତ ହାତ ଦୂରରେ ଠିଆ ହବ ଦେଖ 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 ଯେଉଁ ଚଣ୍ଡୀଙ୍କ ପାଖରେ ବଳି ପଡ଼ିଥାନ୍ତା ସେହି ଚଣ୍ଡୀ ସାକ୍ଷାତରେ ପ୍ରକଟ ହେଇଗଲେ ଏବଂ ତାଙ୍କର ସକଳ ପାର୍ଷଦ ଗଣଙ୍କୁ ସାଥିରେ ଧରି ଏହି ପାମର ମାନଙ୍କର ମସ୍ତକକୁ ଛେଦନ କରିଦେଲେ ଶୁଣ ରାଜନ ସାବଧାନେ ସେ ଯେ ବୃଷଳ ପାପୀ ମାନେ ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ ସାଧୁଙ୍କୁ କରି ପରାଭବ ସେ ଯେ ପରାଭବ আপনে নাশ গলে সর্ব গোবিন্দ 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 মধু গালুচি মকরন্দ বিষ্ণু ভকত যেতে নরে হরি যেতে নরে দয়াবহন্তি সর্বঠারে গোবিন্দ গোবিন্দ গোবিন্দ
ପଦୁଗାଳୁଛି ମକରନ୍ଦ বৈর হিংসা দূরে তেজি শ্বেত দূরে তেজি সে পাদ পদ্মে দৃঢ়ে ভজি গোবিন্দ 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 পদুগাଳୁଛି মকরন্দ পরম হংস ভাগবত তাহাঙ্কু রখন্তি অচ্যুত গোবিন্দ 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 পদুগাଳୁଛି মকরন্দ ମାନେ ଭାଇମାନେ ସୁଖଦେବ ମହାରାଜ କହୁଛନ୍ତି ଭଗବାନ ସ୍ୱୟଂ ସେମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କ ସହିତ ସଦା ସର୍ବଦା ଯୋଡ଼ି ହେଇଥାନ୍ତି। କହଇ ଦାସ ଜଗନ୍ନାଥ ପଞ୍ଚମ ସ୍କନ୍ଧେ ଭାଗବତ ଗୋବିନ୍ଦ 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 ପଦୁଗାଳୁଛି ମକରନ୍ଦ ପ୍ରଭୁ ପାଦାର ବିନ୍ଦ ତଳେ ମନ ମୋର ହିବ ନିଶ୍ଚଳେ ଗୋବିନ୍ଦ 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 ପଦୁଗାଳୁଛି ମକରନ୍ଦ ଭୋଲାନନ୍ଦୀ ଗବାର ମା ମାନେ ଭାଇ ମାନେ ପଞ୍ଚମ ସ୍କନ୍ଧଙ୍କର ନବମ ଅଧ୍ୟାୟ ଏଠାରେ ପରିସମାପ୍ତ ହଉଛନ୍ତି। ମନ ମଧ୍ୟରେ ଦୃଢ଼ତା ରଖନ୍ତୁ ବିଷ୍ଣୁଙ୍କ ଚରଣାର ବିନ୍ଦରେ ସଦାସର୍ବଦା ଲୟ ରଗେଇ ରଖିଥିଲେ ମରଣ ଆସି ପାଖରେ ଠିଆ ହେଲେ ବି ଭଗବାନ ଆପଣଙ୍କୁ ଉଦ୍ଧାର କରିବେ। ଯୋଡ଼ ହସ୍ତରେ ଭଗବାନଙ୍କୁ ସ୍ମରଣ କର ଆନନ୍ଦ ମନରେ କୁହ ହରି ଓಂ ତତ୍ସଦିତି ଶ୍ରୀମଦ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପଞ୍ଚମ ସ୍କନ୍ଧେ ଜଡ଼ ଭରତ ଚରିତଂ ନାମ ନବମୋଧ୍ୟାୟ। ଆଜି ପାଇଁ ସମୟ ଏଇଠାରେ ବିଶ୍ରାମ ମାଗୁଛନ୍ତି, ତେଣୁ ଆଜିର ଅଧ୍ୟାୟ ଏଇଠାରେ ବିରାମ ନେବେ। ପୁଣି ଭେଟ ହବା ଆଗାମୀ ପର୍ଯ୍ୟାୟରେ। ସେତେବେଳେ ଯାଏ ପ୍ରେମରେ କହୁଥିବା ବୋଲାନନ୍ଦେ କବାର।